নমস্কার জয় জগন্নাথ দর্শক বন্ধু শুভ সকাল আজ হচ্ছে এপ্রিল মাস 2 তারিখ গুরুবার আজ মু আপনার ওড়িশা তথা দেশ বিদেশের 20টি বছা বছা গুরুত্বপূর্ণ খবর নেই আসছি তেমন খবরটি জাঁয়া পূর্ব আপনার ভাল পাইবা স্বরূপ ভিডিওটি গোটিয়ে লাইক করে চ্যানেলটি সবসক্রাইব করে দিও এবং নোটিফিকেশনটি অল করে রাখতু এইভাবে গুরুত্বপূর্ণ ভিডিও সর্বপ্রথমে জাঁপারে ভিডিওটি শেষ পর্যন্ত দেখুন তা সহ আপনার এই নিউজটি কেউ জেলার দেখছেন আমি তলে কমেন্ট মাধ্যমে জনাতু। ଚାଲନ୍ତୁ ଦର୍ଶକ ବନ୍ଧୁ ପ୍ରଥମ ଖବର ଉପରେ ନଜର ପକାଇବା। ନୂଆ ସୁଭଦ୍ରା ପଞ୍ଜୀକରଣ ଆରମ୍ଭ ମାସେ ଚାଲିବ। ରେଜିଷ୍ଟ୍ରେସନ 21ରୁ 60 ବର୍ଷୀୟ କରିପାରିବେ ଆବେଦନ ଜାଣନ୍ତୁ। ସୁଭଦ୍ରାରେ ଯୋଡ଼ି ହେବେ ନୂଆ ହିତାଧିକାରୀ। ଆସନ୍ତାକାଲିଠୁ ଆରମ୍ଭ ହେବ ସୁଭଦ୍ରା ଯୋଜନା ନୂତନ ପଞ୍ଜୀକରଣ ପ୍ରକ୍ରିୟା। 1 ଏପ୍ରିଲରୁ 30 ଏକ ମାସ ଯାଏ ପଞ୍ଜୀକରଣ ଅବଧି ରହିଛି। ସୁଭଦ୍ରା ପୋର୍ଟାଲ ମାଧ୍ୟମରେ ନୂତନ ଆବେଦନ ଗ୍ରହଣ କରାଯିବ। ମାନଦଣ୍ଡ ଅନୁଯାୟୀ ଏପ୍ରିଲ 1, 2024 ସୁଦ୍ଧା 21 ବର୍ଷରୁ 60 ବର୍ଷୀୟ ମହିଳା ଯୁବତୀମାନେ ସୁଭଦ୍ରାରେ ପଞ୍ଜୀକରଣ ପାଇଁ ଆବେଦନ କରିପାରିବେ। କିନ୍ତୁ ଯେଉଁ ମହିଳା ପୂର୍ବରୁ ସୁଭଦ୍ରା ଯୋଜନା ପାଇଁ ଆବେଦନ କରିନାହାନ୍ତି କେବଳ ସେମାନେ ହିଁ ଏହି ଅବଧି ମଧ୍ୟରେ ନୂତନ ଭାବେ ଆବେଦନ କରିପାରିବେ। ପୂର୍ବରୁ ଆବେଦନ କରିଥିବା ମହିଳାଙ୍କ ଆବେଦନ ଗ୍ରହଣ କରାଯିବ ନାହିଁ। ଯୋଗ୍ୟ ବିବେଚିତ ହିତାଧିକାରୀଙ୍କୁ 2024-27 ଆର୍ଥିକ ବର୍ଷର ଯୋଜନାର ଅବଧି ପର୍ଯ୍ୟନ୍ତ ବାର୍ଷିକ 2ଟି କିସ୍ତିରେ ମୋଟ 10,000 ଟଙ୍କାର ସହାୟତା ରାଶି ପ୍ରଦାନ କରାଯିବ। ନୂତନ ଆବେଦନଗୁଡ଼ିକ ସାଧାରଣ ଜନସେବା କେନ୍ଦ୍ର ବା ସିଏସିସି ବା ଆମ ସେବା କେନ୍ଦ୍ର ଏସିସି ମାଧ୍ୟମରେ ସୁଭଦ୍ରା ପୋର୍ଟାଲ ଜରିଆରେ ପଞ୍ଜୀକୃତ କରାଯିବ। ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ର ବା ଏଡବ୍ଲ୍ୟୁବି ବା ସିପିଏଫ୍ କାର୍ଯ୍ୟାଳୟର ସମ୍ପୂର୍ଣ୍ଣ ନିଃଶୁଳ୍କ ଭାବେ ଆବେଦନ ପାଇଁ ଫର୍ମ ଦିଆଯିବ। ସୂଚନାଯୋଗ୍ୟ ଗତ ମାର୍ଚ୍ଚ 8 ତାରିଖ ଅନ୍ତର୍ଜାତୀୟ ମହିଳା ଦିବସରେ ସୁଭଦ୍ରା ଚତୁର୍ଥ କିସ୍ତି ପ୍ରଦାନ କରିଥିଲେ ମୁଖ୍ୟମନ୍ତ୍ରୀ। ପୁରୀଠାରେ ଆୟୋଜିତ ଏକ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମରେ 1 କୋଟିରୁ ଉର୍ଦ୍ଧ୍ୱରୁ ସୁଭଦ୍ରା ହିତାଧିକାରୀଙ୍କୁ 5,000 ଟଙ୍କା ଲେଖାଏଁ ପ୍ରଦାନ କରିଥିଲେ। ମୋଟ 5,106 କୋଟି ଟଙ୍କା 33,25,000 ଟଙ୍କାର ସହାୟତା ରାଶି ପ୍ରଦାନ କରାଯାଇଥିଲା। ଚାଲନ୍ତୁ ଦର୍ଶକ ବନ୍ଧୁ ପରବର୍ତ୍ତୀ ଖବର ଉପରେ ନଜର ପକାଇବା। ଏବେ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ସୂଚନା ଅନୁସାରେ ଆସନ୍ତା 72 ଘଣ୍ଟା କାଳବୈଶାଖୀ ବର୍ଷା। ପାଣିପାଗ ବିଭାଗ ତରଫରୁ ୱାର୍ଣ୍ଣିଂ ଜାରି ଜାଣନ୍ତୁ। ଗୋଟିଏ ପଟେ ଅସହ୍ୟ ତାତିରେ ସିଝୁଛି ପଶ୍ଚିମ ଓଡ଼ିଶା ତ ଅନ୍ୟପଟେ କାଳବୈଶାଖୀ ବର୍ଷାରେ ଭିଜୁଛି ଉପକୂଳ। କେଉଁଠି ପାରଦ 41 ଡିଗ୍ରୀ ଛୁଉଁଛି ତ କେଉଁଠି ଘଡ଼ଘଡ଼ି ସହ ବର୍ଷାର ତାଣ୍ଡବ। ଆଗାମୀ 72 ଘଣ୍ଟା ପାଇଁ ପାଣିପାଗ ବିଭାଗ ଜାରି କରିଛି ଅରେଞ୍ଜ ଏବଂ ୟେଲୋ ୱାର୍ଣ୍ଣିଂ। ଆଞ୍ଚଳିକ ପାଣିପାଗ କେନ୍ଦ୍ର ସୂଚନା ଅନୁଯାୟୀ ଆଗାମୀ 3 ଦିନ ପର୍ଯ୍ୟନ୍ତ ଉତ୍ତର ଓଡ଼ିଶା ଉପକୂଳ ଓ ଦକ୍ଷିଣ ଓଡ଼ିଶାରେ କାଳବୈଶାଖୀ ପ୍ରକୋପ ଜାରି ରହିବ। ବିଜୁଳି ଘଡ଼ଘଡ଼ି ସହ ଝଡ଼ ବର୍ଷା ହେବାର ସମ୍ଭାବନା ରହିଛି। ଏଥିପାଇଁ ବିଭିନ୍ନ ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ସେପଟେ କିନ୍ତୁ ପଶ୍ଚିମ ଓଡ଼ିଶାବାସୀଙ୍କୁ ନିସ୍ତାର ନାହିଁ। ଆସନ୍ତା 3 ଦିନ ମଧ୍ୟରେ ତାପମାତ୍ରା 41 ଡିଗ୍ରୀ ସେଲସିୟସ୍ ଛୁଇଁବା ନେଇ ଆଶଙ୍କା କରାଯାଇଛି। ଦିନ 11ଟାରୁ 3ଟା ପର୍ଯ୍ୟନ୍ତ ଜରୁରୀ କାମ ନଥିଲେ ବାହାରକୁ ନ ବାହାରିବା ପାଇଁ ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଚାଲନ୍ତୁ ଦର୍ଶକ ବନ୍ଧୁ ପରବର୍ତ୍ତୀ ଖବର ଉପରେ ନଜର ପକାଇବା। ବଢ଼ିଲା ପେଟ୍ରୋଲ ଏବଂ ଡିଜେଲ ଦାମ, ଏଥର ମୁଣ୍ଡରେ ହାତ ଦେବେ ଗ୍ରାହକ ଜାଣନ୍ତୁ। ଦେଶବ୍ୟାପୀ ପ୍ରିମିୟମ ପେଟ୍ରୋଲ ମୂଲ୍ୟ ବୃଦ୍ଧି ପରେ ପ୍ରିମିୟମ ଡିଜେଲ ମଧ୍ୟ ମହଙ୍ଗା ହୋଇଯାଇଛି। ତେଲ କମ୍ପାନୀଗୁଡ଼ିକ ସୋମବାର ମଧ୍ୟରାତ୍ରିରୁ ପ୍ରିମିୟମ ଡିଜେଲ ମୂଲ୍ୟ ପ୍ରାୟ ଟଙ୍କେ 50 ପଇସା ପ୍ରତି ଲିଟର ବୃଦ୍ଧି କରିଛନ୍ତି। ଏହି ନିଷ୍ପତ୍ତି ସିଧାସଳଖ ପ୍ରଭାବ ସାଧାରଣ ଗ୍ରାହକଙ୍କ ଉପରେ ପଡ଼ିବ। ତୈଳ କମ୍ପାନୀଗୁଡ଼ିକ କହିଛନ୍ତି ଯେ ଆନ୍ତର୍ଜାତିକ ଅଶୋଧିତ ତୈଳ ମୂଲ୍ୟରେ ହ୍ରାସ ଓ ଟଙ୍କାର ବିନିମୟ ହାରକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନିଆଯାଇଛି। ବିଶ୍ୱ ପରିସ୍ଥିତିରେ ନିରନ୍ତର ପରିବର୍ତ୍ତନ ଯୋଗୁଁ ଇନ୍ଧନ ମୂଲ୍ୟରେ ଏହି ବୃଦ୍ଧି କାର୍ଯ୍ୟକାରୀ କରାଯାଇଛି। ଏହି ବୃଦ୍ଧି ବିଶେଷ କରି ପରିବହନ ଓ ଲଜିଷ୍ଟିକ୍, କୃଷି କ୍ଷେତ୍ର ସହିତ ଜଡ଼ିତ ଲୋକଙ୍କ ଉପରେ ଅତିରିକ୍ତ ବୋଝ ଲଦିବ। ଦିଲ୍ଲୀରେ ପ୍ରିମିୟମ ଡିଜେଲର ମୂଲ୍ୟ ବର୍ତ୍ତମାନ ପ୍ରାୟ 95ରୁ 96 ଟଙ୍କା ପ୍ରତି ଲିଟର ପର୍ଯ୍ୟନ୍ତ ବୃଦ୍ଧି ପାଇଛି। ଯଦି ପ୍ରିମିୟମ ପେଟ୍ରୋଲ ନିୟମିତ ଡିଜେଲ ତୁଳନାରେ ଭଲ ମାଇଲେଜ ବା ଇଞ୍ଜିନ କାର୍ଯ୍ୟଦକ୍ଷତା ପ୍ରଦାନ କରେ ତଥାପି ବର୍ଦ୍ଧିତ ମୂଲ୍ୟ ଯୋଗୁଁ ଏହାର ବ୍ୟବହାର ସୀମିତ ହୋଇପାରେ। ରିପୋର୍ଟ ଅନୁଯାୟୀ ଇଣ୍ଡିଆନ ଅଏଲ କର୍ପୋରେସନ ଲିମିଟେଡ୍ ଏହାର ପ୍ରିମିୟମ ଇନ୍ଧନ ମୂଲ୍ୟ ବୃଦ୍ଧି କରିଛି। ନୂତନ ହାର ଅନୁଯାୟୀ XP100 ଅର୍ଥାତ୍ 100 ଅକ୍ଟାନ ପେଟ୍ରୋଲର 149 ପ୍ରତି ଲିଟରରୁ 160 ଟଙ୍କା ପ୍ରତି ଲିଟରକୁ ବୃଦ୍ଧି ପାଇଛି। ଏହି ସମୟରେ ଅତିରିକ୍ତ ଗ୍ରୀନ ପ୍ରିମିୟମ ଡିଜେଲ ମୂଲ୍ୟ 91 ଟଙ୍କା 49 ପଇସା ପ୍ରତି ଲିଟରରୁ 92 ଟଙ୍କା 99 ପଇସା ପ୍ରତି ଲିଟରକୁ ବୃଦ୍ଧି କରାଯାଇଛି। ଚାଲନ୍ତୁ ଦର୍ଶକ ବନ୍ଧୁ ପରବର୍ତ୍ତୀ ଖବର ଉପରେ ନଜର ପକାଇବା। ମାସକରେ ତୃତୀୟ ଥର ପାଇଁ ବଢ଼ିଲା ଏଲପିଜି ଦର ଜାଣନ୍ତୁ। 11 କେଜି ସିଲିଣ୍ଡରର ଦାମ କେତେ? ଇରାନ ସହିତ ସଂଘର୍ଷ ପରେ ବିଶ୍ୱର ଅନେକ ଦେଶର ତୈଳ ଓ ଘରୋଇ ଗ୍ୟାସ୍ ଏଲପିଜି ସମ୍ବନ୍ଧୀୟ ସଂକଟ ଦେଖା ଦେଇଛି। ପାକିସ୍ତାନ ପୂର୍ବରୁ ଆର୍ଥିକ କ୍ଷେତ୍ରରେ ଚ୍ୟାଲେଞ୍ଜ ସହିତ ସଂଘର୍ଷ କରୁଛି। ମଧ୍ୟପ୍ରାଚ୍ୟରେ ସଂକଟ ସମ୍ପୂର୍ଣ୍ଣ ଭାବରେ ତାର ମେରୁଦଣ୍ଡ ଭାଙ୍ଗି ଯାଇଛି। ସଂଘର୍ଷ ଆରମ୍ଭ ହେବା ପରଠାରୁ ପାକିସ୍ତାନ ସରକାର ତୃତୀୟ ଥର ପାଇଁ ଏଲପିଜିର ମୂଲ୍ୟ 34% ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛନ୍ତି। ପାକିସ୍ତାନର ଘରୋଇ ଗ୍ୟାସ୍ ମୂଲ୍ୟ ବୃଦ୍ଧିକୁ ଦେଶର ତୈଳ ଗ୍ୟାସ୍ ନିୟାମକ ପ୍ରାଧିକରଣ ବା OGRA ଦ୍ୱାରା ଆନୁଷ୍ଠାନିକ ଭାବରେ ସୂଚିତ କରାଯାଇଛି। ଯେଉଁଠାରେ କୁହାଯାଇଛି ଯେ 11.8 କିଲୋଗ୍ରାମ ଘରୋଇ ସିଲିଣ୍ଡର ମୂଲ୍ୟ 923 ଟଙ୍କା 71 ପଇସା ବୃଦ୍ଧି କରାଯାଇ 3,588
$0.59 ଟଙ୍କାରେ ପହଞ୍ଚିଛି। ଏହି ବିଜ୍ଞପ୍ତିରେ ଏଲ୍‌ପିଜି ମୂଲ୍ୟ ବୃଦ୍ଧି ପଛର କାରଣ ମଧ୍ୟ ଉଲ୍ଲେଖ କରାଯାଇଛି। ଘରୋଇ ଗ୍ୟାସ୍ ମୂଲ୍ୟ ବୃଦ୍ଧି ପାଇଁ ପାକିସ୍ତାନ ଏକ ବଡ଼ ଆଘାତ, କାରଣ ଏହି ପୂର୍ବରୁ ଶକ୍ତି ସଙ୍କଟ ଆର୍ଥିକ ଅସ୍ଥିରତା ସହିତ ଜଡ଼ିତ ଦେଶ। ଏଲ୍‌ପିଜି ମୂଲ୍ୟ ବୃଦ୍ଧି ସାଧାରଣ ଜନତାଙ୍କ ଉପରେ, ବିଶେଷ କରି ନିମ୍ନ ଏବଂ ମଧ୍ୟବିତ୍ତ ବର୍ଗଙ୍କ ଉପରେ ଅତିରିକ୍ତ ବୋଝ ଲଦିବ। ପାକିସ୍ତାନ ଏହାର 80ରୁ 85% ଅର୍ଥନୈତିକ ତୈଳ ସାଉଦି ଆରବ, ସଂଯୁକ୍ତ ଆରବ ବା ୟୁଏଇରୁ କୁଏତ ଭଳି ଉପସାଗରୀୟ ରାଷ୍ଟ୍ରଗୁଡ଼ିକରୁ ଆମଦାନୀ କରେ। ବ୍ୟାଙ୍କଗୁଡ଼ିକ ହୋର୍ମୁଜ ପ୍ରଣାଳୀ ଦେଇ କଚାରିରେ ପହଞ୍ଚେ, କିନ୍ତୁ ଇରାନ ହୋର୍ମୁଜ ପ୍ରଣାଳୀ ଉପରେ ଅବରୋଧ ଲାଗୁ ରହିବା ପରଠାରୁ ପଡ଼ୋଶୀ ଦେଶ ଗମ୍ଭୀର ସଂକଟରେ ପଡ଼ିଛି। ମଧ୍ୟପ୍ରାଚ୍ୟର ସଂକଟ ପରେ ପାକିସ୍ତାନ ଉତ୍ତେଜନାପୂର୍ଣ୍ଣ ସ୍ଥିତିରେ ରହିଛି। ଏହାର ଏକ କାରଣ ହେଉଛି ଏହାର ତୈଳ ଭଣ୍ଡାର ଧୀରେ ଧୀରେ ହ୍ରାସ ପାଇବାକୁ ଲାଗୁଛି। ଏହା ବ୍ୟତୀତ ଏହାର ପ୍ରାୟ 4.5 ନିୟୁତ ନାଗରିକ ଉପସାଗରୀୟ ରାଷ୍ଟ୍ରଗୁଡ଼ିକରେ କାମ କରନ୍ତି, ପାକିସ୍ତାନକୁ କୋଟି କୋଟି ଟଙ୍କା ଫେରସ୍ତ କରନ୍ତି। ବର୍ତ୍ତମାନ ପାକିସ୍ତାନ ଆମେରିକା ଏବଂ ଇରାନ ମଧ୍ୟରେ ମଧ୍ୟସ୍ଥିର ଭୂମିକା ଗ୍ରହଣ କରୁଛି। ଆଗାମୀ କିଛି ଦିନ ମଧ୍ୟରେ ଇସଲାମାବାଦରେ ଆମେରିକା ଓ ଇରାନର ପ୍ରତିନିଧି ମଣ୍ଡଳ ମଧ୍ୟରେ ଏକ ବୈଠକ ହେବାର ଆଶା କରାଯାଉଛି।